ଯେଉଁ ଚଣ୍ଡାଳୁଣୀ ଘରେ ନଥିଲା କପୁତ୍ର ଲକ୍ଷ୍ମୀ ଦୟା କଲେ ତାର ହେଲା 5 ସୁତ ଧନ ପୁତ୍ରବତୀ ହୁଅ ବୋଲିଣ ବୋଇଲେ ବର ଦେଇ ସେଠା ବରୁ ବିଜେ କରି ଗଲେ ଲକ୍ଷ୍ମୀ ହେତୁ ଚଣ୍ଡାଳୁଣୀ ହେଲା ଭାଗ୍ୟବତୀ ଏବେ ଶୁଣ ହେ ନାରଦ ଅପୂର୍ବ ଭାରତୀ ସିଂହଦ୍ୱାରେ ବିଜୟ ଲଜେ ମହାମାଇ ସିଂହଦୁଆରେ ବିଜୟ ଯେ ଲକ୍ଷ୍ମୀ ମହାମାଇ ଦେଖିଲେ ଦୁଆରେ ବସି ଛନ୍ତିରେ ନିହାଇ ବୋଇଲେ ଯେ ବାଟ ଛାଡ଼ ଭିତରକୁ ଯିବି ଦଶମୀ ଜଗାଡ଼ ମୁହିଁ ମଣ ହିଁ ରାନ୍ଧିବି ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ହୋଇଲ କି ବାଇ ଚଣ୍ଡାଳ ସାହିକି ଯାଇଥିଲ କାହିଁ ପାଇଁ ଆମ୍ଭେ ନ ଦେଖୁଣୁ ଯେ ଦେଖିଲେ ବଡ଼ ଭାଇ ଆମ୍ଭେ ଦେଖିଥିଲେ ସିନା ଦିଅନ୍ତୁ ଘୋଡ଼ାଇ ଯାଅ ଲକ୍ଷ୍ମୀ ତୁମ୍ଭଠାରେ ଆଉ କାର୍ଯ୍ୟ ନାହିଁ ଧିକାର ବହୁତ ମୋତେ କଲେ ବଡ଼ ଭାଇ ହାଡ଼ି ଘରେ ଥିବ ଲକ୍ଷ୍ମୀ ଥିବ ପାଣ ଘରେ ସ୍ନାନ ନ କରି ପଶୁଛି ଦେଉଳ ଭିତରେ ତାଠାରୁ ପାପିନୀ ଆଉ ସଂସାରରେ ନାହିଁ ମୋର ବଚନ ଏବେ ଶୁଣ ପ୍ରାଣ ସହି ଜଗତେ ବୋଲନ୍ତି ତୋତେ ବାଇ ଠାକୁରାଣୀ ବାଇ ପ୍ରାୟ ବୁଲୁଥାଉ ହଇ ମୋ ଘରଣୀ ଏ ଘର କରାଉ ଶସ୍ତ୍ର ଏକ ଘର କରାଉ ସହସ୍ର ଘର ଭାଙ୍ଗି ସହସ୍ର ଘର କରାଉ ଏକ ଘର ଭାଙ୍ଗି ଏମନ୍ତ ପ୍ରକାରେ ଲକ୍ଷ୍ମୀ ମହିମା ତୋହର ଯାଅ ଲକ୍ଷ୍ମୀ ବାରିଗ ନରହମପୁରମ୍ ତୋଠାରେ କୋପ କରି ଛନ୍ତି ଜ୍ୟେଷ୍ଠ ଭାଇ ଲକ୍ଷ୍ମୀ ଦେବୀ କହୁଛନ୍ତି ଠାକୁରଙ୍କୁ ଚାହିଁ ଛାଡ଼ ପତ୍ର ଦେଇ ମୋତେ ଦିଅ ଘଉଡ଼ାଇ ଜଗନ୍ନାଥ କହୁଛନ୍ତି ଲକ୍ଷ୍ମୀ ମୁଖ ଚାହିଁ ଆମ୍ଭ ଜାତିରେ ତ ଛାଡ଼ ପତ୍ର ଚଳେ ନାହିଁ ଛାଡ଼ିବା ଭାରି ଯା ମୁଖ ଚାହିଁ ନ ଜଗାଇ ଲକ୍ଷ୍ମୀ ଦେବୀ କହୁଛନ୍ତି ଠାକୁରଙ୍କୁ ଚାହିଁ ଯେତେବେଳେ ସାଗର ଥିଲ ଦେବ ଯାଇ ବେଦ ମନ୍ତ୍ରାଦି ସହିତେ ମୋତେ ପାଇଥିଲ ସେତେବେଳେ କଥା ତୁମ୍ଭେ ପାଶରିଣ ଦେଲ ମୋର ପିତା ବରୁଣ ଯେ ତୁମ୍ଭଙ୍କୁ ବରିଲେ କନକ ବେଦିରେ ନେଇ ବିବାହ କରାଇଲେ ଝିଅ ଦେଇ ଶରଣ ପଶିଲେ ତୁମ୍ଭ ଠାଇ ଦୋଷ ମୋର କ୍ଷମା କରିବାର ପାଇଁ ଦଶରୁ ଗୋଟିଏ ନ ସହିଲ ପ୍ରଥମରେ ଚଣ୍ଡାଳୁଣୀ ବୋଲି ଗାଳି ଦେଲ ବିବାହବାସୀ ଦିନ ଜୁଆ ଖେଳିବାର ବେଳେ 7 କଳା କଉଡ଼ି ଯେ ପାତିଲଇ ତଳେ ତୁମ୍ଭେ ଢାଳି ଦିଅ ନାଥ ମୋହର ହସ୍ତରେ ଶୁଭନ କଉଡ଼ି ମୁହିଁ ଜାକିରଇ କରେ ଛଡ଼ାଇ ନ ପାରି ତୁମ୍ଭେ ବ୍ରହ୍ମାଣ୍ଡ ଠାକୁର ମୋତେ ବୋଇଲ ଯାଇ ଇଚ୍ଛା ମାଗି ଘେନ ବରମ୍ ଯାହା ମନ ବାଞ୍ଛା ଗୋ କରିବୁ ବହି ଦେଇ ତାହା ମୁଁ ଅବଶ୍ୟ ଦେବି ଶୁଣ ପ୍ରାଣ ସହି କରପତ୍ର ଯୋଡ଼ିଣ ମୁଁ ବୋଇଲି ଉତ୍ତର ସାବଧାନ ହୋଇ ଶୁଣ ବ୍ରହ୍ମାଣ୍ଡ ଠାକୁର 8 ଦିନେ ପଡ଼ିବ ମୋହର ଗୁରୁବାର ପଡ଼ିଚର ଚିବି ମୁହିଁ ସଭିଙ୍କର ଘର
परिचर चिबिकित ब्रह्म परिजन्ते এই দোষ মোর প্রভু ন ধরিব চিতেন হেউ বলি শ্রীমুখরে আজ্ঞা অছ দেই এবে কিংবা সত্য ভগ্ন হেউছ গোসাই ଜଗନ୍ନାଥ କହୁଛନ୍ତି କୋପହର ହୋଇ ବାପ ତ ଲୁଣିଆ ଯେ ଗରଜି ମରୁଧାଇ ଝିଅ ଟେରି ତ ଦୃଗଣ କହିଲେ ନ ସରେ ବାପର ଗର୍ଜନ ଶବ୍ଦେ କିଏ ରହିପାରେ ଚାରି ପାଖେ ମେଘନାଦ ପାଚରି ତୋଳାଇ ବଡ଼ ଦେଉଳରେ ରହି ଅଛୁ ଦୁଇ ଭାଇ ମହାଲକ୍ଷ୍ମୀ ବୋଲୁଛନ୍ତି ଠାକୁରଙ୍କୁ ଚାହିଁ ଅଛବ ଘରରେ ଦଣ୍ଡେ ଥିଲି ଉଭା ହୋଇ ଅଛବ ବିଟାଳ ବୋଲି ଦିଅ ଘଉଡ଼ାଇ ପୁଣି ଜାତି କୁଳ ଗୋତ୍ର କହିଲ ଗୋସାଇଁ ପ୍ରଭୁ ହେତୁ ସବୁ ଯାଉ ଅଛି ଗୋପ୍ୟ ହୋଇ ତୁମ ଜାତି କୁଳର ତ ଠିକଣା ନଥାଇ ତୁମେ ଜାତି କୁଳ ଯେ କହିଲେ ନ ସରଇ ଗୌଡ଼ ଘରେ ରହିଲ ଦୁଇ ଗୋଟି ଭାଇ ନିମା ନାମେ ସିପୁଟି ଯେ ଜାତିରେ ଗୋଲକ ତା ଘରେ ଜଗନ୍ନାଥ କଲ ଅନ୍ନ ଭକ୍ଷ ଦୂତ ପଣେ ଯାଇଥିଲ ହସ୍ତିନା ଭୁବନ ବିଦୁର ଘରରେ ଯେ ପୁଣି କରିଲ ଭଜନ ଯାରା ନାମେ ସବର ଯେ ଅରଣରେ ଘର ସେ ତୁମ୍ଭଙ୍କୁ ପୂଜିଲା ରସଦ ସବାର ଅରଣରେ ଫଳମୂଳ ଖୋଜିଣ ଆଣଇ ବସିଣ ପ୍ରଥମେ ଭଲ ମନ୍ଦ ସେ ଚାଖଇ ପିତା କଷା ସବୁ ପ୍ରଭୁ ଆଡ଼ କରିଦେଇ ଯେ ଫଳ ସୁଆଦ ତାହା ତୁମ୍ଭଙ୍କୁ ଭୁଞ୍ଜାଇ ସବର ବିଟାଳ ତୁମ୍ଭେ ବେନି ଗୋଟି ଭାଇ ଏ କଥା କି ତୁମ୍ଭ ମାନୁ ଗଲା ଭୁଲି ହୋଇ ଆପଣ ପାତ କିମ୍ବା ପର ନିନ୍ଦା କର ପାପ ପୁଣ୍ୟ ଦୁଇ କଥା ବିଚାର ନ କର ଭାରିଜା ଯେ ଦୋଷ କଲେ ପତିତାସ ହୋଇ ଏକ ଅପରାଧେ ପ୍ରଭୁ ମୃତ କିତେ ଜୟ କିମ୍ବା ନ କର ଗୋସାଇଁ ଏମନ୍ତ ବିଚାର ଯା ବୋଲୁଅଛ ମୋତେ ବାରମ୍ବାର ଜଗନ୍ନାଥ କହୁଛନ୍ତି ଏମନ୍ତ କରିବା ମାଣେ ପଡ଼ି ତତେ ନିତ୍ୟ ଦେଉଥିବା ଭାଇଙ୍କୁ ବୁଝାଇ ପଛେ ତୁମ୍ଭଙ୍କୁ ଆଣିବୁ ଭାଇଙ୍କ ଆଜ୍ଞା ଅବଜ୍ଞା କେବେ ନ କରିବୁ ଲକ୍ଷ୍ମୀ ଦେବୀ କହୁଛନ୍ତି ପଡ଼ିରେ କାର୍ଯ୍ୟ ନାହିଁ ଅନାଥର ରକ୍ଷା ପ୍ରାୟ ଯାଉଅଛି ମୋହି ରାଣ୍ଡିଅ ଲକ୍ଷଣୀ ଝିଅ ମୋହି ଯେ ନୁହଇ ପିତାର ଘରକୁ ମୁଁ ଯେ ବାହାରି ଯିବଇ ତୁମ୍ଭ ଅଳଙ୍କାର ମାନ ପ୍ରଭୁ କାଢ଼ି ନିଅ ପଛରେ ମୋତେ ଯେ ଆଉ ବୋଲଣା ନଦିଅ ଗୋବିନ୍ଦ ବୋଲନ୍ତି ଲକ୍ଷ୍ମୀ ହୋଇଲ କି ବାଇ ଅଙ୍ଗୁ ଅଳଙ୍କାର ଆମ୍ଭେ ନେବୁ କାହିଁ ପାଇଁ ବାରିଜା ଦେହରେ ଯେଉଁ ଅଳଙ୍କାର ଥାଏ ସ୍ୱାମୀ ହୋଇ ତାଠାରୁ କାଢ଼ି ଡଙ୍କି ନିଏ ଠାକୁରାଣୀ କହୁଛନ୍ତି ଶ୍ରୀମୁଖକୁ ଚାହିଁ ତୁମ୍ଭର ଅଟଇ ମୁଁ ଯେ ପ୍ରଥମ ବିଭାଇ ପଛରେ କହିବ ଲକ୍ଷ୍ମୀ ଆମ୍ଭ ଘରେ ଥିଲା ସହସ୍ର ଟଙ୍କାର ଅଳଙ୍କାର ଘେନିଗଲା ଏମନ୍ତ ଖ୍ୟାତି ମୋତେ ନଦିଆ ଗୋସାଇଁ ତୁମ୍ଭ ଅଳଙ୍କାର ମାନ
ନିୟ ବାହୁଡ଼ାଇ ଶିରରୁ କାଢ଼ିଲେ ଲକ୍ଷ୍ମୀ ମୁକୁତାର ଜାଲି ହୃଦରୁ କାଢ଼ିଲେ ଇନ୍ଦ୍ର ଗୋବିନ୍ଦ କାଞ୍ଚଲି ଅଣ୍ଟାରୁ କାଢ଼ିଲେ ମାଏ ରତ୍ନ ଓଡ଼ିଆଣି ନାସିକାରୁ କାଢ଼ିଲେ ଯେ ମୁକୁତା ବସଣି କନହୃଦରୁ କାଢ଼ିଲେ ହୀରାର କୁଣ୍ଡଳ ଗଳାରୁ କାଢ଼ିଲେ ଯେ ଦୋଷରୀ ଚିହ୍ନମାଳ ପାଦରୁ କାଢ଼ିଲେ ଦେବୀ ବାଜେଣୀ ନୂପୁର ଅଙ୍ଗୁଠିରୁ କାଢ଼ିଲେ ଯେ ଝୁଣ୍ଟିଆ ସପ୍ତର ଅନ୍ୟ ଅଳଙ୍କାର ମାନ କି କହିବି ଆଉ ରୁଣ୍ଡ କଲାରୁ ଦିଶିଲା ସବୁ ଦାଉ ଦାଉ ସବୁ ଅଳଙ୍କାର ମାନ ଏକଠାରେ କଲେ ରଖ ଦିନ ବନ୍ଧୁ ବୋଲି ଏହା ସମର୍ପିଲେ ଗୋବିନ୍ଦ କହନ୍ତି ଏହା କି କରିବୁ ନେଇ ଆମ୍ବର ଏ ଅଳଙ୍କାର ପ୍ରୟୋଜନ ନାହିଁ ଗୃହଚ୍ଛା ହୋଇଣ ଯେବେ ଭାଜକୁ ତେଜଇ 6 ମାସକୁ ଭାତ ଲୁଗା ଲେଖିଣ ଦିଅଇ ଏହି ଅଳଙ୍କାର ସବୁ ତୁମ୍ଭେ ଘେନି ଯାଅ ବିକି ଭାଙ୍ଗି କରି ଭାତ ଲୁଗା କରୁଥାଅ ଲକ୍ଷ୍ମୀ ଦେବୀ କହୁଛନ୍ତି ପ୍ରଭୁ ମୁଖ ଚାହିଁ ସାବଧାନ ହୋଇ ଶୁଣ ବ୍ରହ୍ମାଣ୍ଡ ଗୋସାଇଁ ମୋର ତୁଲେ ଆଉ ଯେଉଁ ଭାରି ଜାଣିବ ଏହି ସବୁ ଅଳଙ୍କାର ତାହାଙ୍କୁ ଯେ ଦେବ ମୁହିଁ ଯାଉଅଛି ହୀନ ଅରକ୍ଷିତ ହୋଇ ମୋର ଅଭିଶାପ ଘେନ ପ୍ରଭୁ ଭାବଗ୍ରାହୀ ସତେ ଯେବେ ଚନ୍ଦ୍ର ସୂର୍ଯ୍ୟ ହନ୍ତି ଆତ ଜାତ ତୁମ୍ଭଙ୍କୁ ଅନ୍ନ ନ ମିଳୁ ଆହେ ଜଗନ୍ନାଥ 12 ବର୍ଷ ଯାଏ ତୁମ୍ଭେ ଦରିଦ୍ର ହୋଇବ ଅନ୍ନ ବସ୍ତ୍ର ଜଳ ଯେ ତୁମ୍ଭଙ୍କୁ ନ ମିଳିବ ମୁହିଁ ଚଣ୍ଡାଳୁଣୀ ଯେବେ ଟେକି ଦେବି ଅନ୍ନ ଭୋଜନ କରିବେ ତେବେ କାଳିଅ ଗଞ୍ଜନ ଏତେ ବୋଲି ଲକ୍ଷ୍ମୀ ଦେବୀ ଶାପ ଦେଇଗଲେ ଦେଉଳ ବାହାର ହୋଇ କେତେ ଦୂର ଗଲେ ଏହା ଦେଖି ଦାସୀମାନେ ସଙ୍ଗେ ଗୋଡ଼ାଗନ୍ତି ଦାସୀଙ୍କୁ ଅନାଇ ଲକ୍ଷ୍ମୀ ଦେବୀ ବୋଲୁଛନ୍ତି ମୁହିଁ ଯାଉଅଛି ହୀନ ଅଲକ୍ଷଣୀ ହୋଇ ମୋର ପଛେ ତୁମ୍ଭେମାନେ ଆସୁଛ କି ପାଇଁ